ପରୀକ୍ଷା ଶେଷ ହେଲା ପରେ ବାକି ରହିଛି ପରୀକ୍ଷା ଫଳ। ଓଡ଼ିଶାର 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି ସେହି ଦିନକୁ, ଯେଉଁଦିନ ସେମାନେ ଜାଣିପାରିବେ ସଫଳତାର ଶେଷ ମୁହୂର୍ତ୍ତ। ମେଟ୍ରିକ୍ ରେଜଲ୍ଟ ବାହାରିବା ପୂର୍ବରୁ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନିଜ ମନରେ ଭାବିଥାନ୍ତି ଯେ ମୋର ଏକ୍ଜାମର ରେଜଲ୍ଟଟା କେମିତି ହେବ ଓ ରେଜଲ୍ଟଟା କେବେ ପ୍ରକାଶ ପାଇବ। ତ ହଁ ବନ୍ଧୁଗଣ, ମୁଁ ସତ୍ୟଜିତ ଆପଣଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ସେତୁକୁ। ଯଦି ଆମ ଚ୍ୟାନେଲକୁ ଆପଣମାନେ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ଉପରେ କ୍ଲିକ୍ କରିନେବେ, ଯାହାଫଳରେ ଏମିତି ସଠିକ୍ ଇନଫର୍ମେସନ୍ ଗୁଡ଼ାକ ପାଇପାରିବେ। ମେଟ୍ରିକ୍ ରେଜଲ୍ଟ କେବେ ପ୍ରକାଶ ପାଇପାରେ? ବୋର୍ଡ଼ ସୂଚନା ଅନୁଯାୟୀ ମେଟ୍ରିକ୍ ପରୀକ୍ଷା ଫଳ ମେ ମାସର ପ୍ରଥମ ସପ୍ତାହରେ ପ୍ରକାଶ ହେବାର ସମ୍ଭାବନା ଅଛି। ଓକେ ପିଲାମାନେ, ତ ମେ ଫାର୍ଷ୍ଟ ୱିକ୍ରେ ରେଜଲ୍ଟ ପ୍ରକାଶ ପାଇପାରେ। ଫଳାଫଳ ଘୋଷଣା ପରେ ରେଜଲ୍ଟ ଆସିଲା ପରେ ଛାତ୍ରଛାତ୍ରୀମାନେ bscorissa.ac.in ଯେଉଁ ୱେବସାଇଟ୍ ଅଛି ସେଠି ଦେଖିପାରିବେ। ନହେଲେ ଦେଖନ୍ତୁ orisaresult.nic.in ଏହି ୱେବସାଇଟ୍ରେ ମଧ୍ୟ ରେଜଲ୍ଟଟି ଦେଖିପାରିବେ। ଖାତା ଦେଖା ଓ ମୂଲ୍ୟାୟନ ଆରମ୍ଭ ହୋଇସାରିଛି। ମାର୍ଚ୍ଚ 19 ଠାରୁ ମୂଲ୍ୟାୟନ ଆରମ୍ଭ ହୋଇଛି। 45ଟି କେନ୍ଦ୍ରରେ ଚାଲିଛି ଖାତା ଦେଖା କାର୍ଯ୍ୟ। 12,800 ଶିକ୍ଷକ ବା ଶିକ୍ଷୟିତ୍ରୀ ଏଥିପାଇଁ ନିଯୁକ୍ତି ହୋଇଛନ୍ତି ଏକ ମହା ଅଭିଯାନରେ। ଓକେ, ଖାତା ଦେଖା ଯାହାକି 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିଛି। ମୋବାଇଲ ନେବା ବାହାରକୁ ଯିବା ବାରଣ କରାଯାଇଛି। କେହି ମୋବାଇଲ ନେଇପାରିବେନି କି ବାହାରକୁ ଆସିପାରିବେନି ଏହି ସମୟରେ। ଚେକର ଏବଂ ମେକର ସିଷ୍ଟମ ସହିତ 2 ଜଣ ଶିକ୍ଷକ ଏକ ଖାତା ଯାଞ୍ଚ କରିବେ। ତ୍ରୁଟି ଶୂନ୍ୟ ମୂଲ୍ୟାୟନ ପାଇଁ ସମ୍ପୂର୍ଣ୍ଣ ଯୋଜନା। ତ ଗୋଟେ ଖାତାକୁ ପିଲାମାନେ 2 ଥର ଯାହାକି ଚେକ୍ କରାହେଉଛି। ଏଥର ମ୍ୟାଟ୍ରିକ୍ ମୂଲ୍ୟାୟନକୁ ନେଇକି ଉଚିତ ପଦକ୍ଷେପ ନିଆଯାଇଛି ଓ ପ୍ରଶ୍ନପତ୍ର ଭାଇରାଲ ନ ହେବା, ମୂଲ୍ୟାୟନରେ ତ୍ରୁଟି ନ ହେବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ତ ପିଲାମାନେ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରିଦେବ ଓ ନିଜ ନିଜ ସାଙ୍ଗ ସହିତ ସେୟାର କରିଦେବ। ତ ରହୁଛି, ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ।